ମୋ ସ୍ୱପ୍ନର ଭାରତ 2047 ଆକୁମାରୀ ହିମାଳୟ ଏବଂ ଗୁଜରାଟରୁ ଉତ୍କଳ ପ୍ରଦେଶ ପର୍ଯ୍ୟନ୍ତ ଯେଉଁ ମହାନତାର ମହୋଦଧି, ଯେଉଁଠି ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଆନନ୍ଦ, ତାହା ହିଁ ତ ଭାରତ। ପୁଣ୍ୟମୟୀ ଦେବଭୂମି ଭାରତ। ଏହି ଭାରତବର୍ଷ ବିଶ୍ୱର ସବୁଠାରୁ ପୁରାତନ ସଂସ୍କୃତି ଓ ଐତିହ୍ୟର ଦେଶ। 1947 ମସିହାରେ ଅଜେୟ ଏବଂ ଅଦମ୍ୟ ଚେଷ୍ଟା ଫଳରେ ଉପନିବେଶବାଦରୁ ମୁକ୍ତି ଲାଭ କରିଥିଲା। 2047 ମସିହା ଆମର ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି ଅବସର। ଏହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ଦୃଷ୍ଟିରେ ରଖି ମୁଁ ଆମ ସ୍ନେହମୟ ଭାରତ ମାତାକୁ କେମିତି ଦେଖିବାକୁ ଚାହେଁ, ତାହା ହିଁ ଏହି ପ୍ରବନ୍ଧର ମୂଳ ଉଦ୍ଦେଶ୍ୟ। ଜାତି, ଧର୍ମ, ବର୍ଣ୍ଣ, ଭାଷା, ଶିକ୍ଷା, ସମ୍ପତ୍ତି ନିର୍ବିଶେଷରେ ଆମ ମହାନତା ଯେ ଆମ ଏକତା। ୟୁନାଇଟେଡ୍ ୱି ଷ୍ଟାଣ୍ଡ, ଡିଭାଇଡେଡ୍ ୱି ଫଲ୍। ସେଥିପାଇଁ କୁହାଯାଏ, ହିନ୍ଦୁ, ମୁସଲିମ, ଶିଖ, ଇସାଇ ହମ୍ ସବ୍ ଭାଇ ଭାଇ। ଏହି ମୂଳ ମନ୍ତ୍ରକୁ ଆଖି ଆଗରେ ରଖି ଅନ୍ୟ ସବୁ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ଆଲୋଚନା କରାଗଲା। ଶିକ୍ଷା ଓ ଜ୍ଞାନରେ ସ୍ୱାବଲମ୍ବୀ ଭାରତ। ମୋ ସ୍ୱପ୍ନର ଭାରତ 2047ରେ ଏକ ଏମିତି ଦେଶ ହେବା ଉଚିତ, ଯେଉଁଠାରେ ସମସ୍ତ ଶିଶୁମାନେ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଭୋଗ କରିବେ। ଗ୍ରାମ ଓ ସହର ମଧ୍ୟରେ ଶିକ୍ଷାର ତାରତମ୍ୟ ଦୂର ହୋଇଥିବ। ଶିକ୍ଷା କେବଳ ପାଠ୍ୟପୁସ୍ତକ ଧ୍ୟାନ କରିବା ନୁହେଁ, ବରଂ ଜୀବନ ଦକ୍ଷତା, ନୈତିକ ମୂଲ୍ୟବୋଧ ଓ ବୈଜ୍ଞାନିକ ଚିନ୍ତାଧାରାକୁ ଉନ୍ମୁକ୍ତ କରିଥିବ। ସ୍ୱାସ୍ଥ୍ୟରେ ଉତ୍ତମ ଓ ପରିଚ୍ଛନ୍ନତା। ମୋ ଭାରତ 2047ରେ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଏକ ଭଲ ଓ ଦକ୍ଷ ଚିକିତ୍ସା ପ୍ରଣାଳୀ ଉପଲବ୍ଧ ହେବ। ସ୍ୱଚ୍ଛ ଜଳ, ସୁଦୃଢ଼ ପରିଚ୍ଛନ୍ନତା ଓ ମନୋସ୍ୱାସ୍ଥ୍ୟ ଉପରେ ମଧ୍ୟ ଜୋର ଦିଆଯିବ। ଆର୍ଥିକ ଶକ୍ତି ଓ ଯନ୍ତ୍ରଗତ ଉନ୍ନତି। ମୋ ସ୍ୱପ୍ନର ଭାରତ ଏକ ଆର୍ଥିକ ଶକ୍ତିର ରୂପ ଧାରଣ କରିଥିବ। କୃଷି, ଉଦ୍ୟୋଗ ଏବଂ ଗ୍ରାମୀଣ ଉନ୍ନତିରେ ଭାରତ ଆତ୍ମନିର୍ଭର ହେବ। ଯୁବଶକ୍ତି ହେଉଛି ଦେଶର ସବୁଠାରୁ ବଡ଼ ସମ୍ପତ୍ତି, ଯାହା ନୂତନ ଟେକ୍ନୋଲୋଜି ଓ ନୂତନ ବ୍ୟବସାୟ ମାଧ୍ୟମରେ ଦେଶକୁ ଅଗ୍ରଗତି ଦେବେ। ସାମ୍ପ୍ରଦାୟିକ ସମ୍ମିଳନ ଓ ସାମ୍ବିଧାନିକ ମୂଲ୍ୟବୋଧ। ମୋ ଭାରତ ସାମ୍ପ୍ରଦାୟିକ ଏକତାର ଜୀବନ୍ତ ଉଦାହରଣ ହେବ, ଯେଉଁଠି ଧର୍ମ, ଭାଷା ଓ ଜାତିର ଭିନ୍ନତା ଥିଲେ ମଧ୍ୟ ସମସ୍ତେ ଏକ ଜନତା ଭାବେ ଏକତା ଓ ଶାନ୍ତିରେ ବସିବେ। ସମ୍ବିଧାନର ମୂଲ୍ୟ ଯଥା ସ୍ୱାଧୀନତା, ସମତା ଓ ନ୍ୟାୟ ଆମ ସମାଜ ଓ ରାଜନୀତିର ମୂଳ ଆଧାର ହେବ। ପରିବେଶ ସୁରକ୍ଷା ଓ ପରିବେଶ ଉନ୍ନତି। ମୋ ସ୍ୱପ୍ନର ଭାରତ 2047ରେ ପରିବେଶ ସୁରକ୍ଷାକୁ ଅତ୍ୟଧିକ ଗୁରୁତ୍ୱ ଦିଆଯିବ। ବୃକ୍ଷରୋପଣ, ପ୍ଲାଷ୍ଟିକ ବ୍ୟବହାର ନିଷେଧ, ପୁନଃଚକ୍ରଣ ଓ ପ୍ରାକୃତିକ ଶକ୍ତିର ବ୍ୟବହାର ମାଧ୍ୟମରେ ଦେଶ ସବୁଜମୟ ଏବଂ ସୁସ୍ଥ ରହିବ। ସ୍ତ୍ରୀ ପୁରୁଷ ସମାନତା। ମୋ ଭାରତ 2047ରେ ସ୍ତ୍ରୀ ଓ ପୁରୁଷର ସମାନ ଅଧିକାରକୁ ଭୋଗ କରିବେ। ଗୃହରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ସ୍ତ୍ରୀମାନେ ଅନୁପମ ଭୂମିକା ନିଭାଇବେ। ସ୍ତ୍ରୀ ଶିକ୍ଷା, ସ୍ତ୍ରୀ ସ୍ୱାସ୍ଥ୍ୟ ଓ ସ୍ତ୍ରୀ ସୁରକ୍ଷା ପ୍ରଥମ ପ୍ରାଥମିକତା ହେବ। ଉପସଂହାର। ମୋ ସ୍ୱପ୍ନର ଭାରତ 2047 ହେଉଛି ଏକ ଏମିତି ଦେଶ, ଯାହା ଅତୀତର ଗୌରବକୁ ନେଇ ସର୍ବଦା ଗର୍ବ କରିବ, ବର୍ତ୍ତମାନକୁ ଶକ୍ତି ଦେବ ଓ ଭବିଷ୍ୟତ ପାଇଁ ଏକ ସୁନ୍ଦର ଦିଗ୍ଦର୍ଶନ ଦେବ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ପ୍ରତ୍ୟେକ ଭାରତୀୟ ଦାୟିତ୍ୱବାନ ନାଗରିକ ଭାବରେ ଆଗକୁ ଆଗେଇ ଆସିବା ଦରକାର। ତେବେ ହିଁ ଭାରତ ହେବ ବିଶ୍ୱ ମଞ୍ଚରେ ଏକ ଗର୍ବିତ ଓ ଅଗ୍ରଗାମୀ ଦେଶ। ଜୟ ହିନ୍ଦ।